କ୍ଷୀରଟା ଠିକ୍ ରୁହେ ଆଉ ତାର ପେଟ ବି ପୁଣି ନଥିବ ଏକ। ଦ୍ୱିତୀୟରେ ସେ ଯେତେବେଳେ କ୍ଷୀର ଖାଉଛି ଆଉ ଗୋଟେ କ୍ଷୀର ନିଶ୍ଚୟ ଝରିବ, କିନ୍ତୁ ଝରିଲା ମାନେ ମା ମାନେ କ'ଣ କରନ୍ତି ନା ଏପଟର କ୍ଷୀର ଛଡ଼େଇକି ପୁଣି ଏପାଖେ ଆଣିକି ଲଗେଇ ଦିଅନ୍ତି। ଏତଦ୍ୱାରା କ'ଣ ହେଉଛି, ଯେଉଁଟାକି ପ୍ରଥମ କ୍ଷୀର ଆସୁଛି ଆମର ପତଳା କ୍ଷୀର, ତାର ମଧ୍ୟମଧି କ୍ଷୀରଟା ଆସୁଛି ଆମର ଭିଟାମିନ୍ କ୍ଷୀର, ଯେଉଁଟାକି ପିଲାକୁ ସଶକ୍ତି କରିଥାଏ, ତା ରୋଗ ପ୍ରତିରୋଧକ ଶକ୍ତି ବଢ଼େଇଥାଏ। ତେଣୁ ସେ ଏ କ୍ଷୀରଟା ବଢ଼ିଲେ ବଢ଼ୁ ପଛକେ ଯେଉଁଟା ଆମେ ଦେଉଥିବା ପ୍ରଥମରୁ ସେଇ କ୍ଷୀରଟା ଦେବା, ପୁରା ତ ସେ ଭିଟାମିନ୍ କ୍ଷୀରଟା ସେ ଶିଶୁ ଖାଇଲା ପର୍ଯ୍ୟନ୍ତ। ଏହାଦ୍ୱାରା କ'ଣ ଶିଶୁ ସୁସ୍ଥ ନିରୋଗ ହେଇକି ବଢ଼ିଥାଏ। ତେଣୁ କେବଳ 6 ମାସ କେବଳ ମା କ୍ଷୀର ହିଁ ଦେବା। ଆଉଥରେ କହିଦଉନ, ଆଉଥରେ ଯେଉଁ ଶିଶୁ ଯେଉଁ ସ୍ତନ୍ୟପାନ କରିବ ନା, ତାର ଯେଉଁ ଆମର କଳା ଅଂଶ ଅଛି ଏରୁଗୁଲା, ସେଇଟା 3 ଭାଗ ଅଛି, ତା ପାଟିରେ ତା ଥୋଡ଼ିଟା ସ୍ତନକୁ ଲାଗିଥିବ, ଯେଉଁଟାକି ସେ ସଠିକ୍ ରୂପରେ ସ୍ତନ୍ୟପାନ କରିପାରିବ। ପାଟିଟା ଖୋଲା ହେଇଥିବ, ଏଇଟା ଏଇ ତଳ ପୁରା ପୁରା ଦେଖାଯାଉଥିବ, ପୁରା କଭର ହେଇଥିବ, ତା ପାଟି ପୁରା ତାର ଖୋଲା ଥିବ। ଆଉ ଏମିତି ଖାଲି ହଁ ଟିକେ ତାର ନିପୁଣଟା ଖାଲି ପାଟିରେ ଥିବ, ସେ ଜାଣିକି ଖାଇପାରିବନି, ଯାହାଦ୍ୱାରା ପିଲା ଦୁର୍ବଳ ହେଇଯିବ। କ'ଣ ନା ମେଡ଼ିକାଲ ଗଲି, ଝାଡ଼ା ହେଲା, ଜ୍ୱର ହେଲା, ଯେହେତୁ ସେ କମଜୋର ହେଇଯାଇଥିବ। ମାଆଟା ବି ଠିକ୍ ପଜିସନରେ ନ ଖୋଇଲେ ବି କ୍ଷୀର ହେଇପାରିବନି, କ୍ଷୀର ହେବ କି ଧରିବନି ନା, ପିଲା ଶୋଷି ପାରିବନି ନା କ୍ଷୀର ଖାଇପାରିବ। ପିଲା ଯେତିକି ଟାଣିକି ଖାଇବ କ୍ଷୀର ସେତିକି ସେନ୍ସିୟର୍ ହେବ, ଯେଉଁଟାକି ଏଇଟାର ଭାଗ ମାପ କିଛି ନାହିଁ, ଆର କୌଣସି ଇନଫେକ୍ସନ୍ ନାହିଁ କି ପଇସା ମଧ୍ୟ ପଡ଼େନି। ମା ସୁସ୍ଥ, ପିଲା ସୁସ୍ଥ, ଯେକୌଣସି ସମୟରେ ବି ତାକୁ ଯେକୌଣସି ସମୟରେ ଯେକୌଣସି ଜାଗାରେ। ତା ପାଇଁ ଆଉ ଆମକୁ ସପ୍ତାହ ହେବାକୁ ଦରକାର ପଡ଼ିବନି, ଏକ୍ସଟ୍ରା ପଇସା ଆମକୁ ଖର୍ଚ୍ଚ କରିବାକୁ ପଡ଼ିବନି, କିମ୍ବା ଏକ୍ସଟ୍ରା କୌଣସି ଜିନିଷ ଆମକୁ ବିନା ସଫା କର, ଏଇ ଟାଇମ୍ ଟେକିଂ ବି ଆମର ହେବ ନାହିଁ ହେଲା। ତେଣୁ ଏଇ ସବୁ